ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଗ୍ରହଣ। 11ଟି ରାଜ୍ୟର 33ଟି ବିଧାନସଭା ଆସନ ଏବଂ କେରଳ ୱାଇନାଡ଼ ଲୋକସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ବିହାରର ହରଭଙ୍ଗାକୁ ଆଜି ଗସ୍ତରେ ଯାଇ 12,000 କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଭାରତ ଏବଂ ସାଉଦି ଆରବ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ ଆଲୋଚନା ବୈଠକ। ଉପଭୋକ୍ତାଙ୍କ ସୁରକ୍ଷାକୁ ଦୃଷ୍ଟି ରଖି କେତେକ ମାନକକୁ ନିଶ୍ଚିତ କରିବାକୁ ଇ କମର୍ସ ଖାଦ୍ୟ ବ୍ୟବସାୟ ଗୋଷ୍ଠୀଙ୍କୁ ନିର୍ଦ୍ଦେଶ ଦେଲା FSSAI ଏବଂ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ 4ଟିକିଆ ଟି-20 କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ସେଞ୍ଚୁରିଆନ୍ଠାରେ ଖେଳାଯିବ। ଝାଡ଼ଖଣ୍ଡ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ 43ଟି ବିଧାନସଭା ମଣ୍ଡଳୀ ପାଇଁ 683 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ସେମାନଙ୍କ ମଧ୍ୟରେ 73 ଜଣ ମହିଳା ପ୍ରାର୍ଥୀ ଅନ୍ତର୍ଭୁକ୍ତ। 15,344ଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସେଥିମଧ୍ୟରେ 225ଟି ମତଦାନ କେନ୍ଦ୍ର ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ମତଗ୍ରହଣ ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ। ତେବେ 31ଟି ବିଧାନସଭା ମଣ୍ଡଳୀ ଅନ୍ତର୍ଗତ 950ଟି ସମ୍ବେଦନଶୀଳ ବୁଥ୍ରେ ମତଦାନ ଅପରାହ୍ନ 4ଟାରେ ଶେଷ ହେବ। ମୋଟ 1,37,00,000ରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ। ଅବାଧ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ଲକ୍ଷ୍ୟରେ 200 କମ୍ପାନୀରୁ ଅଧିକ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ରାଜ୍ୟରେ ମୁତୟନ କରାଯାଇଛି। ବିଜେପିର ପ୍ରାର୍ଥୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍, ଜେଏମ୍ଏମ୍ର ମହୁଆ ମାଝି, କଂଗ୍ରେସର ରାମେଶ୍ୱର ଓରାଓଁ, ଜେଡିୟୁର ସରୋଜ ରାଇ ପ୍ରମୁଖ ଆଜି ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବିକୁମାର ମତଦାନରେ ଅଧିକରୁ ଅଧିକ ମତଦାତା ଅଂଶଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଆନ୍ତଃଜିଲ୍ଲା ସୀମାକୁ ସିଲ୍ କରିଦିଆଯାଇଛି। ନକ୍ସଲ ଗତିବିଧିକୁ ରୋକିବା ପାଇଁ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା 20 ତାରିଖରେ 38ଟି ବିଧାନସଭା ମଣ୍ଡଳୀ ପାଇଁ ଅନୁଷ୍ଠିତ ହେବ। 23 ତାରିଖ ଦିନ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। 11ଟି ରାଜ୍ୟର 33ଟି ବିଧାନସଭା ଆସନ ଏବଂ କେରଳର ୱାଇନାଡ଼ ଲୋକସଭା ଆସନ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ବିଧାନସଭା ଆସନଗୁଡ଼ିକ ମଧ୍ୟରେ ରାଜସ୍ଥାନର 7ଟି, ପଶ୍ଚିମବଙ୍ଗର 6, ଆସାମର 5, ବିହାରର 4, କର୍ଣ୍ଣାଟକର 3, ମଧ୍ୟପ୍ରଦେଶ ଏବଂ ସିକିମ୍ର 2ଟି ଲେଖାଏଁ ଆସନ ରହିଛି। କେରଳ, ଛତିଶଗଡ଼, ଗୁଜରାଟ ଏବଂ ମେଘାଳୟର ଗୋଟିଏ ଲେଖାଏଁ ବିଧାନସଭା ଆସନ ପାଇଁ ଆଜି ମତଦାନ ଅନୁଷ୍ଠିତ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସିଲଭାସାର ନମୋ ମେଡିକାଲ ଏଜୁକେସନ୍ ଏବଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍କୁ ପରିଦର୍ଶନରେ ଯିବେ। କେନ୍ଦ୍ରଶାସିତ ଅଞ୍ଚଳ ଦାଦର ଏବଂ ନଗର ହାବେଳି ଏବଂ ଦାମନ ଓ ଡିଉକୁ 3 ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏହି অনুষ্ঠাନରେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପରେ ଜାଣ୍ଡା ଚୌକ ବିଦ୍ୟାଳୟକୁ ଉଦ୍ଘାଟନ କରିବା ସହିତ ସିଲଭାସାଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବେ। 76 କୋଟି ଟଙ୍କା ବ୍ୟୟରେ ନିର୍ମିତ ଜାଣ୍ଡା ସ୍କୁଲରେ ପାଖାପାଖି 12,000 ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି। ଡିୟୁସ୍ଥିତ ଭାରତୀୟ ନୌସେନାର ଖୁକ୍ରି ସ୍ମାରକୀକୁ ରାଷ୍ଟ୍ରପତି ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରର ଦରଭଙ୍ଗା ଗସ୍ତରେ ଯାଇ 12,000 କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ 1,260 କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟରେ ନିର୍ମିତ ଦରଭଙ୍ଗା ଏମ୍ସର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଜେଡିୟୁରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଭାପତି ସଞ୍ଜୟ ଝା କହିଛନ୍ତି, ଏହି ବହୁମୁଖୀ ଅତ୍ୟାଧୁନିକ ହସ୍ପିଟାଲ ଉତ୍ତର ବିହାର ପାଇଁ ଏକ ବଡ଼ ବରଦାନ ସଦୃଶ୍ୟ ହେବ। ଏଥିସହ ପ୍ରଧାନମନ୍ତ୍ରୀ 6,800 କୋଟିରୁ ଅଧିକ ମୂଲ୍ୟର ଏକାଧିକ ଜାତୀୟ ରାଜପଥ ଏବଂ ରେଳପଥ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଦେଶର ବିଭିନ୍ନ ରେଳ ଷ୍ଟେସନରେ 18ଟି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରର ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ଉଦ୍ଘାଟନ କରିବେ। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ କ୍ଷେତ୍ର ପାଇଁ 4,020 କୋଟିରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ଏହାଦ୍ୱାରା ଦରଭଙ୍ଗା, ମଧୁବନୀ, ସୁକୌ, ସୀତାମାଢ଼ି ଏବଂ ସିଓହର ଜିଲ୍ଲାବାସୀ ଉପକୃତ ହେବେ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ସାଉଦି ଆରବ ପ୍ରତିପକ୍ଷ ପ୍ରିନ୍ସ ଫୈଜଲ ବିନ୍ ଫରହାନ ଅଲ୍ ସଉଦଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ବହୁ ପୁରାତନ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଭାରତ ସାଉଦି ଆରବର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟ ସହଯୋଗୀ ହୋଇଥିବା ବେଳେ ସାଉଦି ଆରବ ଭାରତର ଚତୁର୍ଥ ଭାବେ ମାନ୍ୟତା ପାଇଛି। ଗତ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 52.76 ବିଲିୟନ ଡଲାର ହୋଇଥିଲା। ସାଉଦି ଆରବରେ 2.65 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଛନ୍ତି ବୋଲି ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ FSSAI ଇ-କମର୍ସ ଖାଦ୍ୟ ବ୍ୟବସାୟୀଙ୍କୁ ଉପଭୋକ୍ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ମାନକକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି। 30% ସର୍ବନିମ୍ନ ସେଲ୍ଫ ଲାଇଫ୍କୁ ସୁନିଶ୍ଚିତ କରିବା ସହ ନିର୍ଦ୍ଧାରିତ ଶେଷ ସମୟସୀମାର 45 ଦିନ ପୂର୍ବରୁ ସାମଗ୍ରୀ ଉପଭୋକ୍ତାଙ୍କୁ ହସ୍ତାନ୍ତର କରିବାକୁ FSSAI ନିର୍ଦ୍ଦେଶ ଦେଇଛି। ନୂଆଦିଲ୍ଲୀଠାରେ ଗତକାଲି ଇ-କମର୍ସ ଖାଦ୍ୟ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ଏକ ବୈଠକରେ FSSAI ଏହି ନିର୍ଦ୍ଦେଶ ଦେଇଛି। ଏଥିରେ 200ରୁ ଅଧିକ ବ୍ୟବସାୟିକ ସଂସ୍ଥା ଅଂଶଗ୍ରହଣ କରିଥିଲେ। ଉପଭୋକ୍ତାଙ୍କ ଉପରେ ଅନ୍ଲାଇନ୍ ମାଧ୍ୟମରେ ଆଇନ ଅନୁମୋଦିତ ହୋଇନଥିବା କୌଣସି ଦାବି ଉପସ୍ଥାପନ ନ କରିବାକୁ FSSAI ସତର୍କ କରାଇ ଦେଇଛି। FSSAIର କାର୍ଯ୍ୟନିର୍ବାହୀ ଅଧିକାରୀ ଜି କମଳାବର୍ଦ୍ଧନ ରାଓ କହିଛନ୍ତି, ଏଭଳି ପଦକ୍ଷେପ ଉପଭୋକ୍ତାଙ୍କୁ ସଠିକ୍ ଉତ୍ପାଦ ପ୍ରଦାନ କରିବାରେ ସହାୟକ ହୋଇପାରିବ। FSSAI ଲାଇସେନ୍ସ କିମ୍ବା ପଞ୍ଜୀକରଣ ବିନା କାର୍ଯ୍ୟ କରୁଥିବା ଇ-କମର୍ସ ଖାଦ୍ୟ ବ୍ୟବସାୟୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ପୁଣେଠାରେ ମହାୟୁତି ପ୍ରାର୍ଥୀଙ୍କ ସପକ୍ଷରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିଛନ୍ତି। ପୁଣେରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୁଣେ ଭବିଷ୍ୟତରେ ସବୁଠାରୁ ସଂଯୁକ୍ତ ସହର ଭାବେ ମାନ୍ୟତା ପାଇବ। ମଧ୍ୟବିତ୍ତଙ୍କୁ ଦେଶର ମେରୁଦଣ୍ଡ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବର୍ଗଙ୍କ ଉଦ୍ୟମ ଏବଂ ଚେଷ୍ଟା ବଳରେ ହିଁ ଦେଶ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଆୟକର ଏବଂ ସ୍ୱାସ୍ଥ୍ୟ ସୁବିଧାରେ ରିହାତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାର ଚାଲିଛି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି କେତୋଟି ନିର୍ବାଚନୀ ସଭାରେ ମହାୟୁତି ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ। ସେହିଭଳି କଂଗ୍ରେସ, ଶିବସେନା ୟୁବିଟି ପକ୍ଷରୁ ମଧ୍ୟ ବିଭିନ୍ନ ନିର୍ବାଚନୀ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରାଯାଇଛି। ମଣିପୁର ଜିରିବାମ ଜିଲ୍ଲାରେ ସୁରକ୍ଷା ବାହିନୀ 2 ଜଣ ସାଧାରଣ ନାଗରିକଙ୍କର ମୃତଦେହକୁ ଉଦ୍ଧାର କରିଛି। ସନ୍ଦିଗ୍ଧ ଆତଙ୍କବାଦୀ ସେମାନଙ୍କୁ ଅପହରଣ କରିଥିଲେ। ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ 6 ଜଣ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଅଭିଯାନରେ ଅନ୍ୟ 2 ଜଣଙ୍କର ମୃତଦେହକୁ ସୁରକ୍ଷା ବାହିନୀ ଉଦ୍ଧାର କରିଛନ୍ତି। ମଣିପୁର ପୁଲିସ ମହାନିର୍ଦ୍ଦେଶକ ଡକ୍ଟର ଆଇ.କେ. ମୁଇଭା କହିଛନ୍ତି, ଜିରିବାମ ଜିଲ୍ଲାର ଜାକୁରାଧରଠାରେ ଥିବା ବୋରୋବେକ୍ରା ଥାନା ଏବଂ ନିକଟବର୍ତ୍ତୀ ସିଆର୍ପିଏଫ୍ ପୋଷ୍ଟ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ସଫଳତାର ସହ ପ୍ରତିହତ କରାଯାଇଛି। ଗୁଳି ବିନିମୟ ପରେ ସୁରକ୍ଷା ବାହିନୀ ତଲାସୀ ଅଭିଯାନ କରି 10 ଜଣ ଆତଙ୍କବାଦୀଙ୍କ ମୃତଦେହ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ପାକିସ୍ତାନର ପାହାଡ଼ିଆ ଗିଲଗିଟ୍ ବାଲ୍ଟିସ୍ତାନ ପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 16 ଜଣଙ୍କର ମୃତ୍ୟୁ ହୋଇଛି। ଡିଆମେର ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ପାକିସ୍ତାନର ପଞ୍ଜାବ ପ୍ରଦେଶର ଅଷ୍ଟୋରରୁ ବାହାରି ଚକୱାଲ ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ଡିଆମେର ଜିଲ୍ଲା ଅନ୍ତର୍ଗତ ତେଲଚିପୋଲ ଉପରୁ ନଦୀକୁ ଖସି ପଡ଼ିଥିଲା। ଡିଆମେରର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ଶେର ଖାଁ ଏହି ଘଟଣାରେ 16ଟି ମୃତଦେହ ଉଦ୍ଧାର ହୋଇଥିବା ସୂଚନା ଦେଇଛନ୍ତି। ତେବେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ 4ଟିକିଆ ଟି-20 ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ସେଞ୍ଚୁରିଆନ୍ର ସୁପର ସ୍ପୋର୍ଟସ୍ ପାର୍କଠାରେ ଖେଳାଯିବ। ଭାରତୀୟ ସମୟ ରାତି 8:30ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜ୍କୁ ସମାନ ସ୍ତରରେ ରହିଛନ୍ତି। ମହିଳା ଏସିଆନ୍ ଚାମ୍ପିୟନ୍ସ ଟ୍ରଫି 2024 ପ୍ରତିଯୋଗିତାରେ ଆଜି ଭାରତ ଥାଇଲାଣ୍ଡ ମଧ୍ୟରେ ମୁକାବିଲା ହେବ। ବିହାରର ରାଜଗିରି ହକି ଷ୍ଟାଡିୟମ୍ଠାରେ ଅପରାହ୍ନ 4:45ରେ ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଗ୍ରହଣ। 11ଟି ରାଜ୍ୟର 33ଟି ବିଧାନସଭା ଆସନ ଏବଂ କେରଳ ୱାଇନାଡ୍ ଲୋକସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ।
ବିହାରର ଦରଭଙ୍ଗାକୁ ଆଜି ଗସ୍ତରେ ଯାଇ 12,000 କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ଭାରତ ଏବଂ ସାଉଦି ଆରବ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବା ଆଲୋଚନା ବୈଠକ ଏବଂ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ 4ଟିକିଆ ଟି20 କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ ଆଜି ସେଞ୍ଚୁରିଆନ୍ଠାରେ ଖେଳାଯିବ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।